ହରି ଓମ୍ ହରି ଓମ୍। ହରେ ହରେ ଆଜ୍ଞା ହରେ। ଆଜ୍ଞା ନମସ୍କାର। ଆପଣ ପ୍ରଶ୍ନ ଲେଖି ପଠେଇଥିଲେ, ହଁ ତା ଉତ୍ତର ତ ଲେଖା ଦ୍ୱାରା ଦେଇ ହବନି। ହଁ। ଆଜ୍ଞା ଆଜ୍ଞା। ଆଉ କ'ଣ ଥିଲା କହିଲେ, ପ୍ରଶ୍ନ କ'ଣ ଥିଲା? ଆମେ ବ୍ରହ୍ମ ବୋଲି କେମିତି ଜାଣିବା ପଚାରିଥିଲି। ଏ ତ ବିଶାଳ ପ୍ରଶ୍ନ, ଜାଣିଗଲେ ମୁକ୍ତି। ମାନେ ଏଠି ଦେଖନ୍ତୁ, ଆକ୍ଚୁଆଲି ଏମିତି ବୁଝନ୍ତୁ, ଯେଉଁ ବ୍ରହ୍ମ ସେ ହେଲେ ଶକ୍ତି ସ୍ୱରୂପ, ବୁଝିପାରୁଛନ୍ତି? ଶକ୍ତି ମାନେ ଯେହେତୁ ସେ ଆପଣ ନିଜେ ହିଁ ସେ ଯେହେତୁ ସେ ବିଷୟ କହିପାରିବା, ବିଷୟକୁ ବସ୍ତୁ ରୂପରେ ଦୁଇ ରୂପରେ ଦେଖି ହବନି, କିନ୍ତୁ ବିଷୟକୁ ବିଷୟ ସାଙ୍ଗରେ ସମାହିତ ହେଇକି ଚିହ୍ନି ହବ, ବୁଝିପାରୁଛନ୍ତି? ଏଠି କ'ଣ ହେଉଛି, ଆମର ଯେଉଁ ମନ ଛୋଟବେଳଠୁ ଦ୍ୱୈତ ହିଁ ଯାଇଛି। ନିଜକୁ ଆମେ ଶରୀର ମାନି ନେଇଛେ। କାହିଁ ମାନିଛେ? ଶରୀର ମାନିବାର ବି କାରଣ ଅଛି। ଛୋଟବେଳଠୁ ଶରୀରର ଗୋଟେ ନାମ ଦିଆହେଇଛି, ସେ ନାମ ସାଙ୍ଗରେ ହିଁ ସବୁ ଜିନିଷକୁ ତୁଳନା କରିକି ଆମେ ଦେଖୁଛେ, ଇଏ ବାପା, ଇଏ ମା, ଇଏ ଆଙ୍କ ଘର, ସେ ତାଙ୍କ ସାର୍ଟ, ଇଏ ଆଙ୍କ ବହି, ଯାହା ବି ଛୋଟବେଳଠୁ ଗୋଟେ ପିଲାକୁ ସେଇ ବସ୍ତୁ ପଦାର୍ଥ ସାଙ୍ଗରେ ହିଁ ଚିହ୍ନଟ କରାଯାଏ। ତ ସେଇପରିକା ଆମେ ମାନିଛେ। ଆକ୍ଚୁଆଲି ସବୁ ଆମେ ଭୌତିକ ନିର୍ମାଣ କରିଛେ କହିଲେ ଚଳିବ। ଆକ୍ଚୁଆଲି ଶରୀରର ନାଁ ନଥିଲା, ଆମେ ଶରୀରର ଗୋଟେ ନାଁ ଦେଲେ କାହିଁକି? ସେ ଶରୀରକୁ ଚିହ୍ନିବା ପାଇଁ, ସେ ଶରୀରକୁ ଚିହ୍ନିବା ପାଇଁ ଶରୀରର ନାମ ଦେଇକରି ସେ ଶରୀରକୁ ଚିହ୍ନିବା ପାଇଁ ଦେଇଛେ। ତ ନାମ ରଙ୍ଗରେ ଆମେ ସଂସାରକୁ ଯେହେତୁ ଚିହ୍ନି ଆସିଛେ, ମନରେ ସେଇପରିକା ଆମେ ମନସ୍ଥ କରି ଆସିଛେ, ସେ ଯେଉଁ ନିରାକାର ସତ୍ୟକୁ ଆମେ ସାକାର ରୂପରେ ଯେହେତୁ ଦେଖିପାରୁନେ, ଆମେ ଚିହ୍ନି ପାରୁନେ, ବୁଝିପାରୁଛନ୍ତି? ଏଠିରେ ସାଧନାର ମୂଳ ହେଲା ମୌନ ସାଧନା ଅଛି। ମୌନ ସାଧନାରେ କ'ଣ ହୁଏ? ମୌନ ଯେତେବେଳେ ଆପଣ ରହୁଛନ୍ତି, ଅନ୍ତର୍ମୁଖୀ ରହୁଛନ୍ତି, ମନ ବହିର୍ମୁଖୀ ରହୁନି, ବାହାର ଜିନିଷକୁ ପରଖୁନାହାନ୍ତି। ମନ ଭିତରେ ବିଚାର ଆସୁଛି, ସେ ବିଚାରକୁ ଦେଖୁଛନ୍ତି, ସେ ବିଚାରକୁ ପରଖୁଛନ୍ତି। ନିଜ ଭିତରେ କିଛି ଯଦି ଅବଗୁଣ ଅଛି, ତାକୁ ଧରି ପାରୁଛନ୍ତି, ତାକୁ ପରଖୁଛନ୍ତି। ମୌନ ପରେ ସାଧନା ଆସିଯାଏ ଆପଣଙ୍କର ଧାରଣା ସାଧନା। ଧାରଣା, ମନ୍ତ୍ର ଧାରଣା କରିବା। ମନ୍ତ୍ର ସାଙ୍ଗରେ ମନକୁ ଏକାଗ୍ର କଲେ, ମନ୍ତ୍ର ସାଙ୍ଗରେ ଯେତେବେଳେ ଏକାଗ୍ର କରୁଛନ୍ତି, ମନ୍ତ୍ର କ'ଣ କରେ? ଏ ମନ ଯେଉଁ ସଂସାରର ମାୟାରେ ବିଭିନ୍ନ ପ୍ରକାର ଚିନ୍ତା ଚିନ୍ତନ କରୁଥିଲା, ବିଚାରର ବେଗରେ ଭାସି ଯାଉଥିଲା, ସେପରିକା ମନ କ'ଣ ହେବ? ସେ ମନ୍ତ୍ର ସାଙ୍ଗରେ ଏକାଗ୍ର ହେବ, ଅନ୍ତର୍ମୁଖୀ ହେବ। ଧୀରେ ଧୀରେ ମନ୍ତ୍ରକୁ ତ୍ୟାଗ କରିବାକୁ ପଡ଼ିବ। ଅଜପା ମନ୍ତ୍ର, ଗାୟତ୍ରୀ ମନ୍ତ୍ର, ଗାୟତ୍ରୀ ମନ୍ତ୍ର ନୁହଁ, ଅଜପା ମନ୍ତ୍ର, ନିଶ୍ୱାସ, ମାନେ ସ୍ଥୂଳ ସାଧନାରୁ ଆପଣ ସୂକ୍ଷ୍ମ ସାଧନା ଆଡ଼କୁ ଯାତ୍ରା କରିବେ, ବୁଝିପାରୁଛନ୍ତି? ସେ ମନ୍ତ୍ରକୁ ଛାଡ଼ିଲେ, ଗୁରୁ ମନ୍ତ୍ରକୁ ଛାଡ଼ିଲେ, ଗୁରୁ ମନ୍ତ୍ର ଭାବି ନିଅନ୍ତୁ ଓମ୍। ଆଗ ଓମ୍ ସ୍ମରଣ କଲେ, ଓମ୍ ପାଟିରେ ସ୍ମରଣ କଲେ, ତାପରେ ମନରେ ସ୍ମରଣ କଲେ। ମାନେ ପାଟିରେ ସ୍ମରଣ କରିବା ସ୍ଥୂଳ ସାଧନା, ମନରେ ସ୍ମରଣ କରିବା ଆଉ ଟିକେ ସୂକ୍ଷ୍ମ ସାଧନା। ମନରେ ସ୍ମରଣ କଲା ପରେ କିଛି ଦିନ ମନ ଅଭ୍ୟସ୍ତ ହେଲା ପରେ, ମନ ଯେତେବେଳେ ଶାନ୍ତ ହେବ, ମନକୁ ଅଜପା ମନ୍ତ୍ର ନିଶ୍ୱାସ ସାଙ୍ଗରେ ଏକ କଲେ। ଏଇଟା ଆହୁରି ସୂକ୍ଷ୍ମ ସାଧନା। ଯେତେବେଳେ ଏ ସାଧନାରୁ ଆହୁରି ଗଭୀରତାକୁ ଗଲେ, ଅନ୍ତର୍ଧ୍ୱନିକୁ ଶୁଣିବେ। ହୃଦୟ ସ୍ପନ୍ଦନ ଶୁଭାଯିବ, ନିଶ୍ୱାସର ଯେଉଁ ଧ୍ୱନିକୁ ଶୁଣିପାରିବେ, ତାପରେ ହୃଦୟ ସ୍ପନ୍ଦନ ଶୁଭାଯିବ, ତାପରେ ମନ ଭିତରେ ଶଙ୍ଖ ଧ୍ୱନି ଶୁଭାଯିବ, ଯାହାକୁ ଆମେ ବ୍ରହ୍ମଧ୍ୱନି କହୁଛେ। ସେ ଧ୍ୱନି ସାଙ୍ଗରେ ଏକାଗ୍ର ହେଲେ, ସେ ଧ୍ୱନି ସାଙ୍ଗରେ ଏକାଗ୍ର ହେଲା ପରେ ଫେର ସମୟ ଆସିବ, ମନ ନିର୍ବିଚାର ସ୍ଥିତିକୁ ପଳେଇବ, ନିର୍ଗୁଣ ସ୍ଥିତିକୁ ପଳେଇବ। ନିର୍ବିଚାର ସ୍ଥିତିକୁ ଯେଉଁ ପଳାଉଛି, ତାକୁ ଆମେ ଧ୍ୟାନର ନାମ ଦେଇଛେ। ଧ୍ୟାନସ୍ଥ ହେଲା, ଧ୍ୟାନ ଘଟିତ ହେଲା। ଯେମିତି ଧ୍ୟାନ କରିବାକୁ ପଡ଼େନି, ବହୁତ ଲୋକ ଧ୍ୟାନ କରୁଛେ, ଏମିତି ଆମେ ବ୍ୟବହାରିକ ଭାଷାରେ କହିନେଉଛେ, କିନ୍ତୁ ଆକ୍ଚୁଆଲି ଦେଖିବାକୁ ଗଲେ ଧ୍ୟାନ କରିବାକୁ ପଡ଼େନି, ଧ୍ୟାନ ଘଟିତ ହୁଏ। ଯେମିତି ନିଦ୍ରା ଅବସ୍ଥାକୁ ଆମେ ପଳାଉଛେ, ନିଦ୍ରା ଘଟିତ ହେଉଛି। ନିଦ୍ରାକୁ ଆମେ କରୁଛେ କି? ନିଦ୍ରା କରୁନେ, ଆମେ ନିଦ୍ରା ଅବସ୍ଥାକୁ ଯିବା ପାଇଁ ଯୋଜନା କରୁଛେ, ପାର୍ଶ୍ୱ ବିଛିନ୍ନ ଶୋଉଛେ କି ଆଖି ବନ୍ଦ କରୁଛେ, ଦେହକୁ ସ୍ଥିର କରୁଛେ, ସମୟ ଆସୁଛି ଆମେ ନିଦ୍ରା ଘଟିତ ହେଉଛି, ନିଦ୍ରା ଅବସ୍ଥାକୁ ପଳାଉଛେ। ଠିକ୍ ସେମିତି ଯେତେବେଳେ ଧ୍ୟାନ କରିବେ, ଏକାଗ୍ରତା ଆସିବ, ଧ୍ୟାନ ଘଟିତ ହେବ, ସେ ଅବସ୍ଥାରେ ଯେତେବେଳେ ଆପଣ ବାରମ୍ବାର ରହିପାରିବେ, ତାପରେ ସେଠି ସମାଧି ଘଟିତ ହେବ। ସମାଧି ଘଟିତ ହେଲା ପରେ ସମୟ ଆସିବ, ମନ ତା ତୁରୀୟ ସ୍ଥିତିକୁ ପଳେଇବ। ଏଇଟା କରିବାକୁ ପଡ଼େନି, ଏଇଟା ଆପଣଙ୍କ ଭିତରେ ଯେଉଁ ଉତ୍ସାହ, ମାନେ ବ୍ରହ୍ମ ଜିଜ୍ଞାସା, ମୁମୁକ୍ଷତ୍ୱ, ଆଉ ବ୍ୟାକୁଳତା, ଆଉ ସାଧନା, ଆଉ ସଂଯମତା, ଏସବୁ ହେଲେ ଧୀରେ ଧୀରେ ସେଇଟା ଘଟିତ ହେବ, ତୁରୀୟ ସ୍ଥିତିକୁ ପଳେଇବେ। ତୁରୀୟ ସ୍ଥିତିରେ ହେଉଛି କ'ଣ? ଜ୍ଞାତା, ଜ୍ଞାନ, ଜ୍ଞେୟ, ତିନିଟା ଏକ ହେଇ ଯାଉଛନ୍ତି। ଜ୍ଞେୟ ମାନେ ଭୌତିକ ବସ୍ତୁ ପଦାର୍ଥ, ଯାହା ବି ଆମେ ଇନ୍ଦ୍ରିୟ ଦ୍ୱାରା ଅନୁଭବ କରୁଥିଲେ, ଗଛ ବୃକ୍ଷ,
କି ଘରେ ଅଛି ଯଦି ଘରେ କିଛି ବସ୍ତୁ ପଦାର୍ଥ ଥୁଆ ହେଇଛି ଯାହା ବି ଆମେ ଅନୁଭବ କରୁଥିଲେ ଏ ଅନୁଭବ କ'ଣ ହବ? ଜ୍ଞାନ ହେଲା ଇନ୍ଦ୍ରିୟ ମନ ତା ଭିତରେ ସମାହିତ ହେଇଗଲେ ସେ ମନ ଇନ୍ଦ୍ରିୟ ସେ ବ୍ରହ୍ମଙ୍କ ସାଙ୍ଗରେ ମାନେ ସେ ଚୈତନ୍ୟ ସତ୍ତା ସାଙ୍ଗରେ ସମାହିତ ହେଇଗଲା। ତ ସେ ଅବସ୍ଥାକୁ ଯେତେବେଳେ ଆପଣ ପଳେଇବେ ସେ ଏକତାକୁ ଦର୍ଶନ କରିବେ। ଏକତାକୁ ମାନେ ସବୁଠେଇଁ ଆପଣ ନିଜକୁ ଦେଖୁଛନ୍ତି ମାନେ କ'ଣ? ଆପଣ ଶରୀରକୁ ଦେଖୁନାହାନ୍ତି। ନିଜକୁ ଦେଖୁଛନ୍ତି ମାନେ ଆମେ ଯେହେତୁ ଶରୀର ରୂପରେ ନିଜକୁ ଚିହ୍ନିଛେ ଆମେ ଭାବିବା କାଳେ ଏଇ ଶରୀର ସବୁଠେଇଁ ଦେଖାଯାଉଛି ଏଇ ପରିକା ସବୁଠେଇଁ ଦେଖାଯାଉଛି। ନା ନା ସେମିତି ନୁହଁ। ଆପଣ ଚିହ୍ନୁଛନ୍ତି, ଆପଣ ଦେଖୁଛନ୍ତି ଇଏ ବି ମୁଁ, ସିଏ ବି ମୁଁ। ଯେଉଁ ମାନେ ପ୍ରତ୍ୟେକ ଶରୀରକୁ ଶରୀର ସ୍ତରରେ ନୁହଁ ତତ୍ତ୍ୱ ସ୍ତରରେ ଚିହ୍ନିବେ। ଆଉ ଏ କଥା ମା ଆକ୍ଚୁଆଲି ବର୍ଣ୍ଣନା କରିହେବନି। ଏଇଟା ହେଉଛି ଅନୁଭବର କଥା। ବୁଝିପାରୁଛନ୍ତି? ଏବେ ଯୋଉ ଆଜି ଯୋଉ ଦେଇଥିଲେ ନିରାକାର ରୁ ପଞ୍ଚଭୂତ ଆଜ୍ଞା ବାହାରିଲା। ଆଜ୍ଞା ତ ଆମେ ଯୋଉ ପଞ୍ଚଭୂତରେ ଗଢା ଶରୀର ଆଜ୍ଞା ଦେହ ତ୍ୟାଗ ପରେ ପଞ୍ଚଭୂତରେ ହିଁ ଲୀନ ହେଇଯାଉଛି। ଆଜ୍ଞା। ସେଇଟାକୁ କଣ ବ୍ରହ୍ମ କହୁଛନ୍ତି? ନା ସେଇଟା ନା 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 ସେ ବ୍ରହ୍ମ ନୁହନ୍ତି। ପଞ୍ଚଭୂତକୁ ଭୂତ ଏଇଥିପାଇଁ କୁହାଯାଇଛି ସେ ନଥାଇକିରି ଦୃଶ୍ୟମାନ ହେଉଛନ୍ତି। ପଞ୍ଚଭୂତ ଅନାତ୍ମା ଅନିତ୍ୟ ପଦାର୍ଥ ଯାହାଙ୍କର ଅସ୍ତିତ୍ୱ ନାହିଁ। ବୁଝିପାରୁଛନ୍ତି? ସେ ହୁଁ ଥାଇକିରି ବି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛନ୍ତି। ଶରୀର ଛୋଟବେଳଠୁ ଆଜି ଯାଏ ଦେଖନ୍ତୁ କେତେ ଆକାର ଆକୃତି ନେଇଛି। ହୁଁ ମନ ବି ପ୍ରତି ମୁହୂର୍ତ୍ତରେ ପରିବର୍ତ୍ତନ ହେଉଛି। ଛୋଟବେଳେ ଖେଳନା ସାଙ୍ଗରେ ଖେଳୁଥିଲା, ଖେଳନା ହିଁ ସବୁ କିଛି ଭାବିଥିଲା। ତାପରେ ପାଠ ସାଙ୍ଗରେ ପାଠ ହିଁ ସବୁ କିଛି, ତାପରେ ଚାକିରି, ତାପରେ ଘର ଦ୍ୱାର, ତାପରେ ଧୀରେ ଧୀରେ ମାନେ ଆଶା ବିଳାସା ମାନସିକ ଚିନ୍ତା ଚିନ୍ତନ ଇଏ ସବୁ ବି ପରିବର୍ତ୍ତନ ହେଉଛି। ବୁଝିପାରୁଛନ୍ତି? ତ ହୁଁ ହୁଁ ଯାହା ବି ପରିବର୍ତ୍ତନ ହେଉଛି ଇଏ ସବୁ ହେଲା ଆକୁ ମାନେ ବୈଦିକ ଭାଷାରେ ମାୟା କୁହାଯାଇଛି, ଅନିତ୍ୟ ପଦାର୍ଥ କୁହାଯାଇଛି। କିନ୍ତୁ ଏ ସମ୍ପୂର୍ଣ୍ଣ ଅନିତ୍ୟ ପଦାର୍ଥ ଯେଉଁ ନିତ୍ୟ ଚୈତନ୍ୟ ସତ୍ତାକୁ ଆଧାର କରିକି ପରିଚାଳନା ହେଉଛି ସେ ଚୈତନ୍ୟ ସତ୍ତା ହେଲେ ବ୍ରହ୍ମ। ଆଉ ସେ ହେଲେ ଏକ, ସେହି ଆପଣ, ସେହି ମୁଁ, ସେହି ସମସ୍ତେ। ଆନନ୍ଦ ହିଁ ଗୁରୁजी, ଆଜ୍ଞା। ଆନନ୍ଦ ହିଁ ବ୍ରହ୍ମ କି? ଆନନ୍ଦ ବ୍ରହ୍ମଙ୍କର ସ୍ୱରୂପ କହିବା। ଦେଖନ୍ତୁ ବ୍ରହ୍ମଙ୍କୁ ଆମେ ବ୍ୟବହାରିକ ରୂପରେ ବର୍ଣ୍ଣନା କରିପାରିବାନି। ଧରିପାରୁଛନ୍ତି କଥାକୁ? ଯାହାର ରଙ୍ଗ ରୂପ ନାହିଁ, ଯାହାର ଚିହ୍ନ ବର୍ଣ୍ଣ ନାହିଁ, ଅବର୍ଣ୍ଣନୀୟ ବିଷୟ ସେଇଟା ସିଏ। ତ ଭାବି ଭାବି ମତେ ପାଗଳ ଲାଗିଯାଏ। ନାଇଁ କେମିତି ନାଇଁ ମୁଁ ଆପଣଙ୍କ ଭିତରେ ଅନୁଭବ ବହୁତ କେମିତି? ବ୍ୟାକୁଳତା ଅଛି। ଆପଣ ବହୁତ କମେଣ୍ଟସ୍ କରନ୍ତି, ମୁଁ ସବୁ କମେଣ୍ଟସର ବି ଉତ୍ତର ଦେଖେ। ଆପଣଙ୍କ ଭିତରେ ଅନୁଭବ ମାନେ ବ୍ୟାକୁଳତା ଅଛି। କିନ୍ତୁ ଏତିକି ବୁଝନ୍ତୁ ଆପଣ ସେଇଆ ଅଛନ୍ତି, ଆପଣ ବନିବେନି। ଆପଣ ନିଜକୁ ଚିହ୍ନିବାର ଆବଶ୍ୟକ ଅଛି। ହଁ ସେଇଟା ତ, ସେ ଚିହ୍ନି ହବ କେମିତି? ଅନୁଭବ କରିହବ କେମିତି? ହବ, ଅନୁଭବର ସମୟ ତ ଆସିବ। ବାହାରେ ନା, ସେଇଟା ତ ବ୍ରହ୍ମର ନାଇଁ ନାଇଁ ଅନୁଭବର ବାହାରେ। ଅଛି ସାଧନାରେ। ସେଇଟା ସାଧନାରେ ନିଜ ଭିତରେ ନିଜେ ସମାହିତ ହେଇକିରି ଅନୁଭବ କରିପାରିବେ। ଜଣେ ଝିଅ ଅଛନ୍ତି, ପୂଜା ତାଙ୍କ ନାମ। ସେ ହୁଁ କଥାବାର୍ତ୍ତା ହୁଅନ୍ତି, ତାଙ୍କର ବି 2-3ଟା ସ୍ପିଚ୍ ଅପଲୋଡ଼ ହେଇଛି। ଆଉ ଗୋଟେ ହୁଁ ସ୍ପିଚ୍ ବି ଏବେ ତାଙ୍କ ସାଙ୍ଗରେ ବି ଏମିତି ଚର୍ଚ୍ଚା ହେଇଥିଲି, ସେଇଟା ବି 2-3 ଭିତରେ ସେଇଟା ଆସିବ, ଦେଖିବେ। ସେ ବ୍ରହ୍ମାନୁଭୂତି କରିଛନ୍ତି। ବ୍ରହ୍ମାନୁଭୂତି ହୁଁ କଲେ ନା ଆପଣଙ୍କୁ ଚିହ୍ନିବାକୁ ଆବଶ୍ୟକ ନାହିଁ, ଚିହ୍ନିଯିବେ। ସେ ସ୍ଥିତି ଏତେ ତୃପ୍ତ ସ୍ଥିତି, ମାନେ ମନ ମାନେ ମୋହିତ ହେଇଯିବ। ମାନେ ମୋହିତ ତ କହିପାରିବେନି, ମନ ତୃପ୍ତ ହେଇଯିବ, ମନ ଧନ୍ୟ ହେଇଯିବ। ସେ ସ୍ଥିତିରେ ମାନେ କାନ୍ଦ ବାହାରି ପଡ଼ିବ। ବୁଝିପାରୁଛନ୍ତି? ମାନେ ଖୁସିର ଚରମ ସୀମା କହିଲେ ଚଳିବ, ଆନନ୍ଦର ଚରମ ସୀମା କହିଲେ ଚଳିବ। ଆଉ ତାକୁ କାହାକୁ ଚିହ୍ନେଇବାକୁ ପଡ଼ିବନି। ସେ ସ୍ଥିତିରେ ଆପଣ ଚିହ୍ନି ହିଁ ଯିବେ, ସେ ସ୍ଥିତିକୁ ଆପଣ ବୁଝି ହିଁ ଯିବେ। ଯାହାକୁ ବୁଝିଲେ ଆଉ କିଛି ବୁଝିବାର ଆବଶ୍ୟକତା ନଥାଏ, ଯାହାକୁ ଚିହ୍ନିଲେ ଆଉ କିଛି ଚିହ୍ନିବାର ଆବଶ୍ୟକତା ନଥାଏ, ସେ ତତ୍ତ୍ୱ ହେଲେ ସେଇଟା ସେ। ତ, ସେଇ ୱାର୍ଡ ତ ସବୁବେଳେ ପଢୁଛୁ, ବାକି ପ୍ରାକ୍ଟିକାଲି କରିବାକୁ କେମିତି କଣ ହବ କେଜାଣି? ପ୍ରାକ୍ଟିକାଲି ସମୟ ଲାଗିବ ଟିକେ, ସଂଯମତା ରଖନ୍ତୁ। ଯେମିତି ଆଉ ସମୁଦ୍ର, ସୁନା, ମାଟି ସବୁବେଳେ ପଢୁଛୁ, ଆଜ୍ଞା ଆଜ୍ଞା ବାକି ସେଟା ଅନୁଭବ କେମିତି ହବ? ମତେ ପୁରା ଥରେ ଥରେ ତ ପୁରା ପାଣିରେ ବୁଡିଲା ପଡିଆ ଲାଗେ ମତେ। ନାଇଁ ନିଶ୍ଚୟ ଅନୁଭବ ଆପଣଙ୍କୁ ହବାର ସମ୍ଭାବନା ଅଛି, ସେଟା ଆଉ ଆଜି ସମ୍ଭବ। ଥରେ ମୁଁ ଏମିତି ଧ୍ୟାନରେ ବସିଥିଲି, ବହୁତ ବର୍ଷ ହେଇଗଲାଣି। ଆଜ୍ଞା ଆଖି ବୁଝିକିରି ଧ୍ୟାନରେ ଥାଏ, ଆଉ ମତେ ପୁରା ଯେମିତି ଆଖି ଦେଖିଲେ ଆଜ୍ଞା ଖୋଲା ଆଖିରେ ଯେମିତି ଦିଶେ ନା, ସେମିତି ଲାଗିଲା ପୁରା। ଆଜ୍ଞା ସେଇଟା ଆଜ୍ଞା। କି ସ୍ଥିତି କେଜାଣି? ଖୋଲା ଆଖିରେ କଣ ଦେଖିଲେ? ଖୋଲା ଆଖିରେ ଯେମିତି ଦେଖିପାରୁଛୁ ନା, ପୁରା ସବୁ ଜିନିଷ ଅନ୍ଧାର ଲାଗୁନି, ସେମିତି ଆଖି ବୁଝିକିରି ମତେ ସେମିତି ଲାଗିଥିଲା। ତଥାପି ଖୋଲା ଆଖିରେ ଯେମିତି ଆପଣ ଗୋଟେ ମୁଁ ଏବେ ବସିଛି ଗୋଟେ ଜାଗାରେ, ମୋ ଆଗରେ ଦେଖୁଛି ଗୋଟେ ଚେୟାର ହଁ ଥୁଆ ଯେମିତି କି ହେଇଛି। ମୁଁ ପୂଜା କୋଠରୀରେ କରୁଥିଲି, ଧ୍ୟାନ କରୁଥିଲି। ଆଜ୍ଞା
ପୁରା ମତେ ଭଗବାନ ଯେତେ ଥିଲେ ସବୁ ପୂଜା କୋଠରୀଟା ପୁରା ଆଖି ଖୋଲା କରିକି ଦେଖିଲି ଯେମିତି ଲାଗିଲା ସେମିତି ଲାଗିଲା ଏଇଟା ମନର ଅନୁଭବ, ସେଇଟା ନା। ବୁଝିପାରିଲେ? ଏଇଟା ମନର ଅନୁଭବ। ଯେତେବେଳେ ବ୍ରହ୍ମାନୁଭୂତି ହୁଏ, ବ୍ରହ୍ମାନୁଭୂତି କୁହନ୍ତୁ, ତୁରୀୟ ସ୍ଥିତି କୁହନ୍ତୁ କି ଈଶ୍ୱର ପ୍ରାପ୍ତି କୁହନ୍ତୁ, ସେ ସ୍ଥିତିରେ ମାନେ ମୁଁ ବି ମୋ ଅନୁଭବ କଥା ଗୋଟେ ଛୋଟ ଭିଡ଼ିଓରେ ସେଥିରେ କହିଛି। ମାନେ କେମିତି ବର୍ଣ୍ଣନା କରିବା, ମାନେ ତୃପ୍ତ ସ୍ଥିତି ଆପଣ ଦେଖିଦେଲେ ସବୁ ମୁଁ ହିଁ ମୁଁ, ମାନେ ମୋ ବିନୁ ଆଉ କିଛି ନାହିଁ ହଁ ଏଠି, ମୁଁ ଶୁଣିଥିଲି ସେଟା ଆପଣଙ୍କ ଭିଡିଓଟା ଶୁଣିଥିଲି ବୁଝିପାରୁଛନ୍ତି? ମାନେ ଯୋଉ ଆପଣ ସେ ଦେଖୁଛନ୍ତି ଦୋକାନର ପିଲାଟା ଯେ ସିଏ ଦେଖୁଥିଲେ ଆଜ୍ଞା 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 ମୁଣ୍ଡରେ ସମସ୍ତଙ୍କୁ। ନା ଏ ଶରୀରର ଅନୁଭୂତି କଥା ଯଦି ମୁଁ କହିବି, ମୁଣ୍ଡେ ଗୋଟେ ଛୋଟ ମାନେ ଗୋଟେ ପାଣି ଫୋଟକା ଫାଟିଗଲା ଭଳିଆ ହେଲା, ମୁଣ୍ଡ ପୁରା ତୃପ୍ତ ହେଇଗଲା, ପୁରା ଶାନ୍ତ ହେଇଗଲା। ମୁଁ ଆଖି ଖୋଲି ଦେଖିଥିଲି ସେ ଭିଡିଓଟା ତ ସେଥିପାଇଁ ଯୁଆଡ଼େ ଦେଖୁଛି ମୁଁ ଯାହାକୁ, ଜାଣିଛନ୍ତି ବୋଲିକି ମୁଁ ହଁ, ବାର ବାର ମୁଁ ପଚାରେ ବହୁତ ଲୋକ କହନ୍ତି ଯେ ବ୍ରହ୍ମାନୁଭୂତି ଥାନ୍ତି, ସେ କଥାକୁ ବ୍ୟାଖ୍ୟା କରନ୍ତିନି, କହନ୍ତିନି। ମୁଁ କହୁଛି କାହିଁ କହନ୍ତିନି, କ'ଣ ଅସୁବିଧା କହିଲେ ଏଥିରେ? ଏ କଥା ତ ସ୍ପଷ୍ଟତା ଆସୁନି। ଇଏ ମାନେ ଶାସ୍ତ୍ରରେ ଲେଖା ହେଇଛି କୋଟିଏରେ ଗୋଟିଏ ଜଣ ଏସବୁ ଅନୁଭବ କରନ୍ତି। ମାନେ ତା ମାନେ ନୁହେଁ ଯେ ମୁଁ ମୋ ପ୍ରଶଂସା କରିକି ଗପ ମୁଁ ଗପୁନି। ମୁଁ କହିବା କଥା ଯିଏ ବି ଅନୁଭବ କରିଛନ୍ତି ତାଙ୍କ ଅନୁଭବ ହେଲା ସଂସାର ପାଇଁ ଗୋଟେ ଆଧାର, ଅନେକ ଶରୀର ପାଇଁ ଏଇଟା ଗୋଟେ ଆଧାର। ସେମାନେ ଶରୀରକୁ ମାର୍ଗଦର୍ଶନ ମିଳିବ, ଟିକେ ଗୋଟେ ସ୍ପଷ୍ଟତା ମିଳିବ କେମିତି ହୁଏ କ'ଣ ହୁଏ। ନିଜେ ଅନୁଭବ ନ କଲେ ମଧ୍ୟ କିଛି ଧାରଣା ଆସିପାରିବ, ତାଙ୍କ ମନ ଭିତରେ କିଛି ଅବଧାରଣା ଆସିପାରିବ, ବୁଝିପାରୁଛନ୍ତି? ତ ସେଥିପାଇଁ ମୁଁ ତାକୁ ପୁରା ବ୍ୟାଖ୍ୟା କରି ସବୁ କଥା କହିଛି। ଆଉ ଆପଣ ତ ଜାଣିଥିବେ ଏସବୁ କଥା କହିବାର ପଛଆଡ଼େ ମୋର ଏମିତି ନାହିଁ ଯେ ମୋତେ କିଏ ଆସି ପୂଜା କରିବେ, ମୋତେ କିଏ ଆସି ଫୁଲମାଳ ଦେବେ, ନା ସେମିତି ନୁହଁ। କାହିଁକି ଯିଏ ବ୍ରହ୍ମକୁ ଚିହ୍ନିଥାନ୍ତି ତାଙ୍କ ଭିତରେ ସମଦୃଷ୍ଟି ଥାଏ। ମୁଁ ଯିଏ, ଆପଣ ସିଏ, ସମସ୍ତେ ସିଏ। କିଏ କାହାକୁ ପୂଜା କରିବ, କିଏ କାହାକୁ ମୁଣ୍ଡିଆ ମାରିବ, କିଏ କାହାକୁ ଦକ୍ଷିଣା ଦେବ, ସେ ବ୍ରହ୍ମ ତ ଏକ ନା। ସେ ନିଜକୁ ନିଜେ କେମିତି ମୁଣ୍ଡିଆ ମରାଇବେ, ସେ କଥା ନୁହଁ। କିନ୍ତୁ ଗୋଟେ ଧାରଣା ଆସିବ, ଗୋଟେ ସ୍ପଷ୍ଟତା ଆସିବ। ଈଶ୍ୱର ପ୍ରାପ୍ତି କ'ଣ ଆମେ ତ ଅନେକ ଶୁଣିଛେ, କଳ୍ପନା ଭିତରେ ଆମେ ସେ କଥାକୁ ମନ ଭିତରେ ଆମେ କଳ୍ପନା କରୁଛେ, କିନ୍ତୁ ସ୍ପଷ୍ଟତା ଆସୁନି। ସେ ଉଦ୍ଦେଶ୍ୟରେ ମୁଁ ଭିଡ଼ିଓରେ ସବୁ କଥା କହିଥିଲି। ଏଠି ମୂଳ କଥା ଦେଖନ୍ତୁ, ମନ ମୁଗ୍ଧ ହେଇଯିବ। ମୁଁ ତ ମାନେ କଇଁ କଇଁ କାନ୍ଦି ଉଠିଲି। କ'ଣ ଦେଖୁଛି ମୁଁ, ଯାହାକୁ ଦେଖୁଛି ସେ ମୁଁ ହିଁ ମୁଁ, ବୁଝିପାରୁଛନ୍ତି? ଦୋକାନରେ ଦି ଜଣ ପିଲା, କେବେ ଆସିବ କେଜାଣି, ମତେ ତ ପୁରା ନାଇଁ ନାଇଁ ଗୋଟେ କଥା ମା ଶୁଣନ୍ତୁ, ସେ ସ୍ଥିତି ନ ଆସିଲେ ବି ଆପଣ ସେଇଆ ଅଛନ୍ତି। ଏ କଥାଟାକୁ ମନରେ ଦୃଢ଼ କରି ବସେଇ ଦିଅନ୍ତୁ, ବୁଝିପାରୁଛନ୍ତି? ସ୍ଥିତି ଆସିକିରି ମୋର କ'ଣ ପରିବର୍ତ୍ତନ ହେଲା? ମୋର ସ୍ଥିତି ଆସି କ'ଣ ମୁଁ ଆକାଶରେ ନାଇଁ ଉଡ଼ୁଛି ନା? ପରିବର୍ତ୍ତନ ତ କିଛି ହବନି। ହବନି, ନ ହବ ବାକି ହବ। ବୁଝି ତ ପାରିବେ ଯେ ନାଇଁ ନାଇଁ ଏଇଟା ପରିବର୍ତ୍ତନ ବ୍ରହ୍ମ, ହବନି, ନ ଏଇଟା ପରିବର୍ତ୍ତନ ମୁଁ। ବିରାଟ ପରିବର୍ତ୍ତନ। ପରିବର୍ତ୍ତନ ମାନେ ଭୌତିକ ବସ୍ତୁ ପଦାର୍ଥ ଆପଣ ପାଇବେନି, କିନ୍ତୁ ମନରେ ତୃପ୍ତତା ରହିବ, ମନରେ ଶୀତଳତା ଆସିଯିବ। ମନରେ ଯୋଉ ଆଶା ବିଳାସା ବ୍ୟାକୁଳ ଭିତରେ ବାନ୍ଧିଛନ୍ତି ହେଇକିରି ମନର ଯୋଉ ବେଗରେ ଦୌଡ଼ୁଥିଲା, ଆଉ ସେ ବେଗ ରହିବନି। ସ୍ଥିରତା ଆସିଯିବ, ତୃପ୍ତତା ଆସିଯିବ। ଯାହାକୁ ଦେଖିବେ ସେ ଆପଣ ହେଲେ। କୋଉଠି କେହି ବଡ଼ ନାହାନ୍ତି, କୋଉଠି କେହି ଛୋଟ ନାହାନ୍ତି, କୋଉଠି କେହି ଧନୀ ଗରିବ ଜାତି ପ୍ରଥା କିଛି ନାହିଁ, ସେଇଟା ଠିକ ଯେ ବାକି କିଛି ସଂସାରରେ ନାହିଁ। ରହିଛୁ ମାନେ ତ ଯୋଉଟା ସାମ୍ନାରେ ଆସିବ ସେଟା ତ ନାଇଁ ଫେସ୍ ବୁଝିପାରୁଛି। କରିବାକୁ ପଡିବ ନା ସେଟା। ନାଇଁ ଫେସ୍ ତ କରିବାକୁ ପଡ଼ିବ, ଫେସ୍ କରିବାକୁ ପଡ଼ିବ। ଫେସ୍ କରିବା ସଙ୍ଗେ ସଙ୍ଗେ ଯିଏ ବି, ଜାଣିଥିବେ ଭିତରେ ହଁ, ମୁଁ କଣ, ବାକି ବାସ୍। ସାମ୍ନାରେ ତ ନିଜେ ପୁଣି ଗୋଟେ ମା ହେଇକରି ଗୋଟେ ସ୍ତ୍ରୀ ହେଇକରି ଗୋଟେ ନାଇଁ ସେମିତି ତ। ନିଶ୍ଚୟ ନିଶ୍ଚୟ, ନାଇଁ ଅଭିନୟ ସ୍ତରରେ ତ ଶରୀର ସ୍ତରରେ ଆପଣଙ୍କୁ ଅଭିନୟ କରିବାକୁ ପଡ଼ିବ। ଅଭିନୟ କଲା ପରେ ବି ଆପଣଙ୍କ ମନରେ ଏ ତୃପ୍ତତା ରହିବ, ମୁଁ ହିଁ ହଁ ସବୁଠି ହଁ ଅଛି। ମାନେ ହଁ ଏମିତି ବୁଝନ୍ତୁ, ଜଣେ ଆକ୍ଟର ଅଛନ୍ତି, ଗୋଟେ ହଁ ସିନେମାରେ ଅଭିନୟ କରୁଛନ୍ତି। ସେ ସିନେମାରେ ଅଭିନୟ କରୁଥିବା ସମୟରେ ଭାବିନିଅନ୍ତୁ ସେ ଗୋଟେ ଏମିତି ଅଭିନୟ କରୁଛନ୍ତି, ଜଣେ ଦୁଃଖୀ ରଙ୍କି ରୋଲ୍ କରୁଛନ୍ତି, ହଁ ହଁ ବୁଝିପାରୁଛନ୍ତି? ନଚେତ ଭାବିନିଅନ୍ତୁ ସେ ଗୋଟେ ରୋଗୀ ହେଇଯାଇଛନ୍ତି, ରୋଗର ଅଭିନୟ କରୁଛନ୍ତି। ରୋଗୀର ଅଭିନୟ କଲା ସତ୍ତ୍ୱେ ତାଙ୍କୁ କଷ୍ଟ ହେଉଛି କି? ନାଇଁ ନାଇଁ ବୁଝିପାରୁଛନ୍ତି, କଥା ଭିତରେ ଧରି ସେ ପାରୁଛନ୍ତି? ଯେମିତି ତାଙ୍କ ସ୍ଥିତିରୁ ଭିତରେ ସେ ସେ ସେମିତି ସେ ଅଛନ୍ତି, ସିଏ ଅଭିନୟ ଭିତରେ ଅଭିନୟ କରୁଛନ୍ତି, କରୁଛନ୍ତି। କିନ୍ତୁ ସେ ଜାଣିଛନ୍ତି ମୁଁ ଅଭିନୟ କରୁଛି, ହଁ ମୁଁ ହଁ ଅଭିନୟରେ ଅଛି। ସତରେ ହଁ ମୋତେ କିଛି ହେଇନି, କି ସତରେ ମୁଁ ଦୁଃଖରେ ନାହିଁ, କି ସତରେ ମୋ ହଁ। ଶରୀରକୁ ରୋଗ ହେଇନି। ମୋତେ ମେକଅପ୍ କରାଯାଇଛି, ମୁଁ ଏପରିକା ଅଭିନୟ କରୁଛି, ମୁଁ କ୍ୟାମେରା ଆଗରେ। ସେଇଟା ସେଇ ସ୍ଥିତି କଣ ବ୍ରହ୍ମ ସ୍ଥିତି ବୁଝି। ସେଇ ସ୍ଥିତି ମୁଁ ଆସିବ, ସେ ସ୍ଥିତି ଯେତେବେଳେ ଆପଣ ଶୁଣନ୍ତୁ, ନାଇଁ ସେଇଟା ବ୍ରହ୍ମ ସ୍ଥିତି କିଏ ପଚାରୁଛି ନା ନା ବ୍ରହ୍ମସ୍ଥିତି, ବ୍ରହ୍ମସ୍ଥିତି ହେଲା ସ୍ୱରୂପ ସ୍ଥିତି। ସେ ସ୍ୱରୂପ ସ୍ଥିତି ଯଦି ମୁଁ ଏ ଶରୀରର ଅନୁଭବ କଥା କହିବି,
ମୁଁ ତ 15 ଦିନ ଖଣ୍ଡ ମୋ ଭିତରେ ଧାରଣା ରହିଲା। ଯାହାକୁ ହଁ ଦେଖୁଛି ଯୁଆଡ଼େ ଦେଖୁଛି ମୋ ମିସେସ୍କୁ ମୁଣ୍ଡିଆ ମାରେ, ପିଲାଙ୍କୁ ଦେଖିଲି, ଯାହାକୁ ଦେଖିଲି ତ ମାନେ ଗୋଟେ ଅଲଗା ପ୍ରକାର କେମିତି ଖୁସି। ଭାବ ଥିଲା ସେଇଟା, କଣ ସେ କହିଲେ? ଭାବଟା ଟିକେ ସେୟାର କରିବେ ଭାବ ବ୍ୟାଖ୍ୟା କରିହବନି। ସେ କି? ଭାବକୁ ଆପଣଙ୍କୁ ହିଁ ଅନୁଭବ କରିବାକୁ ପଡ଼ିବ। ସେ ହୁଁ ହୁଁ ଭାବ ଏମିତି ଭାବନ୍ତୁ ଆପଣଙ୍କୁ ଲାଗିବ ମୁଁ ସବୁ ପାଇଗଲି। ସେ ପୂଜାଙ୍କ କଥା ମୁଁ ଆପଣଙ୍କୁ କହିନି ବୋଧେ, ପୂଜାଙ୍କ କଥା। ପୂଜା ସେଦିନ କଇଁ କଇଁ ବାଜି କାନ୍ଦି ଉଠିଲେ, ମାନେ ମୋତେ ଫୋନ୍ କଲେ। 26ଟା କଲ୍ କରିଛନ୍ତି। ମୁଁ ଗୋଟେ କାମରେ ବ୍ୟସ୍ତ ଥିଲି, ଫୋନ୍ ଅଲଗା ଜାଗାରେ ଥିଲା। ହଁ 26ଟା ଫୋନ୍ କରିଛନ୍ତି। ମୁଁ କହିଲି କ'ଣ ଏତେ ଥର ଫୋନ୍ କଲେ? ଦେଖିଲା ବେଳକୁ ସେଠୁ ସେ କଇଁ କଇଁ ବାଜି କାନ୍ଦିଲେ। ମୁଁ କହିଲି କ'ଣ ହେଲା କାନ୍ଦନି? ସେ କହିଲେ ଯେଉଁ ପାଇଗଲି, ମୁଁ ସବୁ କଥା ପାଇଗଲି, ମୁଁ ଚିହ୍ନିଲି, ମୋତେ ମୁଁ ବହୁତ ଅଜ୍ଞାନରେ ଥିଲି, ମୁଁ ବହୁତ ଅବିଦ୍ୟାରେ ଥିଲି। ମାନେ ତାଙ୍କର ଯେଉଁ ବ୍ୟାଖ୍ୟା, ମାନେ ହୁଁ କୁହନ୍ତୁନି ସେମିତି। ଯେତେବେଳେ ଚିହ୍ନିବେ ଚିହ୍ନିଦେବେ, ବାସ୍। ଆପଣଙ୍କୁ କିଛି ଆଉ ଚିହ୍ନେଇବା ପାଇଁ କିଛି, ମାନେ ମନରେ କାଳେ ଆପଣ ଭାବୁଥିବେ କାଳେ ମୁଁ ଚିହ୍ନିଦେବି, କାଳେ ବୁଝିପାରିବେନି। କେମିତି ସାଧନା କଲେ ଏବେ ମତେ ବତାନ୍ତେ ହେଲେ। ସାଧନା ଏଇ କିଛି ନାହିଁ। ସାଧନା ସକାଳେ ସନ୍ଧ୍ୟା ଧ୍ୟାନ କରନ୍ତୁ, ମନକୁ ସ୍ଥିର କରିବା ପାଇଁ ଚେଷ୍ଟା କରିବେ, ମନର ଦ୍ରଷ୍ଟାକୁ ଚିହ୍ନିବା ପାଇଁ ଚେଷ୍ଟା କରିବେ। କେବଳ ଦୁଇଟା ଜିନିଷ। ମନକୁ, ଯାହା ସକାଳେ ସନ୍ଧ୍ୟା କାମ କାର୍ଯ୍ୟ କରୁଛନ୍ତି କରନ୍ତୁ, ଆ ସଙ୍ଗେ ସଙ୍ଗେ ସାଧନା ସମୟକୁ ନିଷ୍ଠାବାନ ହେଇକି କରିବେ। ଧ୍ୟାନ ଧ୍ୟାନ କରିବେ। ଧ୍ୟାନର ଯେଉଁ ଯେତେ ଗଭୀର ସ୍ତର ଅଛି ସବୁ, ମନ୍ତ୍ର ସ୍ମରଣ କି ଅଜପା ମନ୍ତ୍ର, ଯେଉଁ ନିଶ୍ୱାସକୁ ଦେଖିବାର ବିଧି କି ଅନ୍ତର୍ଧ୍ୱନିକୁ ଶୁଣିବା। ଆମର ଭିଡିଓ ମାନେ ବି ଅଛି। ଆମକୁ ଭୋପାଳ ସ୍ୱାମୀଜୀ ଯୋଉ କହୁଥିଲେ, ଆପଣ ଥରେ କହୁଥିଲେ ନା ଭୋପାଳ ଆ- ସ୍ୱାମୀଜୀ ବୋଲି। ଆଜ୍ଞା, ଗୋପାଳ ମହାରାଜ। ଚିନ୍ମୟ ମିଶ୍ରର ସ୍ୱାମୀଜୀ କି ଅଲଗା କିଏ? ଚିନ୍ମୟାନନ୍ଦ ସ୍ୱାମୀଜୀ ବି ଅଛନ୍ତି, ଭୋପାଳଜୀ ନାଇଁ, ମହାରାଜ ବି ଅଛନ୍ତି। ଚିନ୍ମୟ ମିଶ୍ରର ସ୍ୱାମୀଜୀ କି ସେ ଭୋପାଳର ସ୍ୱାମୀଜୀ ଯୋଉ କହୁଥିଲେ? ନାଇଁ ନାଇଁ, ସେ ନାଇଁ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କର ଶିଷ୍ୟ। ଦେଖନ୍ତୁ, ସତ୍ୟକୁ ଯିଏ ବି କହିଛନ୍ତି ସମସ୍ତେ ସମାନ ରୂପରେ ହିଁ କହିଛନ୍ତି। ସେ ଚିନ୍ମୟାନନ୍ଦ ସ୍ୱାମୀଜୀ ହୁଅନ୍ତୁ କି ନାଇଁ, ଆପଣଙ୍କର ଭୋପାଳର ଯିଏ ଥିଲେ ଚିନ୍ମୟ ମିଶ୍ରର ସ୍ୱାମୀଜୀ, ତାଙ୍କର ସତ୍ସଙ୍ଗ ମୁଁ କରୁଛି 5:30ରୁ ଗୀତା କ୍ଲାସ କରୁଛନ୍ତି, 5:30ରୁ 6:30। ସେ ମୁଁ ଆଉ ଯୋଗ 4ଟାରୁ ଉଠିଲେ ହୁଅନ୍ତା, ଲେଟ୍ ନାଇଟ୍ ଶୋଇବାକୁ ହଉଛି ତ ଉଠି ହଉନି। ସେ ତାଙ୍କ କ୍ଲାସ କରୁଛି 5:30ରୁ 6:30, ଗୀତା କରୁଛନ୍ତି, ଆଚ୍ଛା ତାପରେ ପଞ୍ଚଦଶୀ ପଢଉଛନ୍ତି। ଏମିତି ତାଙ୍କର 3-4ଟା କ୍ଲାସ ହଉଛି, ସବୁବେଳେ କରୁଛି କ୍ଲାସ। ଆଉ ଆମର ଆଚ୍ଛା। ଏଠି ଗୋଟେ ସ୍ୱାମୀଜୀ ଥିଲେ ଚିନ୍ମୟ ମିଶ୍ରର, ମୁଁ ଚିନ୍ମୟ ମିଶ୍ରର ସବୁ କରୁଛି। ଆଜ୍ଞା ବ୍ରହ୍ମସୂତ୍ର ବି ପଢେଇଥିଲି ପୁରା। ସେ ସ୍ୱାମୀଜୀ କହୁଥିଲେ, ଆଜ୍ଞା ଲାଷ୍ଟରେ ତମେ ଯଦି ବୁଝିପାରିବନି, ମୁଁ ପୁରା ପଏଣ୍ଟ କରି ତମକୁ ବତେଇଦେବି କହିଥିଲେ। ତାଙ୍କୁ ଗୁରୁଜୀ ନା ଆଜ୍ଞା। ଏଇ ଯେନ୍ ଏଇଟା ହେଲା କରୋନା ଟାଇମରେ, କରୋନାରେ ଏକ୍ସପାର୍ଟ ହେଇଗଲେ। ଓହୋ ହୋ ହୋ। ହଁ। ନାଇଁ, ଏଇଠି ଗୋଟେ କଥା ଆପଣ ବୁଝନ୍ତୁ ସେଠି କି। ଆଉ ଦିନେ ଆପଣଙ୍କୁ ପଚାରିଥିଲି ନା ମୁଁ, ଆଜ୍ଞା, ସେ ପଚାରୁଥିଲେ। କହିଥିଲେ, ସେ ସ୍ୱାମୀଜୀ କହିଥିଲେ ସେତିକି, କଣ କହି ହବ କି ବୋଲି ପଚାରିଥିଲି ହଁ ଆପଣଙ୍କୁ। ହଁ ହଁ। ନାଇଁ, ସେଇଟା କହି ହେବନି। କାହିଁକିନା ଦେଖନ୍ତୁ, ମିଠା କେମିତି ଲାଗୁଛି ନିଜକୁ ଚାଖିଲେ ହିଁ ନିଜେ ହଁ ଜାଣିପାରିବେ। ହଁ ମିଠା କଥା ଯେତେ ବର୍ଣ୍ଣନା କଲେ ବି, ରୁଚିକୁ ଯେହେତୁ ନିଜେ ଅନୁଭବ ଦ୍ୱାରା ଆମେ ଚିହ୍ନି ପାରିବା, ହଁ ସେମିତି ଏଇଟା ବି ବିଷୟକୁ ବସ୍ତୁ ରୂପରେ ମୁଁ ଯେତେ, ଆଉ ଦେଖନ୍ତୁ, ଆମେ ଯେତେ ବି ଭୌତିକ ଉଦାହରଣ ସବୁ ଦଉଛେ, ଆମେ ସେ ଭୌତିକ ଉଦାହରଣ ବି କିଛି ସ୍ତର ଯାଏ ମେଳ ଖାଇବ, କିଛି ସ୍ଥଳ ପରେ ବୁଝି ହବନି। ସମୁଦ୍ର କହୁଛେ, ସୁନା କହୁଛେ, ଅଳଙ୍କାର କହୁଛେ, ଏ ହଁ କିଛି ସେଇଟା। ଆଂଶିକ ବୁଝି ହବ, କିନ୍ତୁ ଅସଲି ଜିନିଷ ଧରିବା ପାଇଁ ହେଲେ ତାକୁ ନିଜେ ହିଁ ଚିହ୍ନିବାକୁ ପଡ଼ିବ। ନିଜେ ନିଜେ ମୁଁ ଗୋଟେ ଧ୍ୟାନ କରୁଥିଲି, ମତେ ଉଦାହରଣ ବି ଆସିଥିଲା। ଆଉଥରେ ବି ଆଉ ଥରେ ଆପଣଙ୍କୁ କହିଥିଲି, ଆଜ୍ଞା। ଯୋଉ ମାଠିଆ ଯେମିତି ଗୋଟେ ପୋଖରୀରେ ହଁ, ପକେଇଦେଲେ, ତ ସେ ମାଠିଆର ବାହାରେ ବି ପୋଖରୀ, ବାସ୍ ଭିତରେ ବାସ୍, ବି ସୁନ୍ଦର ପୋଖରୀ। ସୁନ୍ଦର। ମାଠିଆର ବାହାରେ ବି ଶୂନ୍ୟ ଅଛି, ମାଠିଆର ଭିତରେ ବି ଶୂନ୍ୟ ଅଛି। ମାଠିଆ ଭାଙ୍ଗିଗଲେ ବି ସେ ନାଇଁ, ଶୂନ୍ୟରେ ମିଶେ। ମାଟିରେ ପୋଖରୀ ଭିତରେ କହୁଛି, ପୋଖରୀ ଭିତରେ ବି ଯେମିତି ଠିକ୍ କଥା। ଯ ଜଳଟା ଯେମିତି ପୋଖରୀ ଭିତରେ ପକେଇଦେଲେ, ଆଜ୍ଞା। ମାଠିଆଟା ସବୁ ତାର ସବୁଆଡେ ପୋଖରୀ ନା। ନିଶ୍ଚୟ 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 ନିଶ୍ଚୟ। ଆସିଥିଲା ଥରେ। ନିଶ୍ଚୟ ନିଶ୍ଚୟ ନିଶ୍ଚୟ। ସଂସାର ଆପଣଙ୍କ ଭିତରେ ଅଛି, କିନ୍ତୁ ଅଜ୍ଞାନରେ ଆମକୁ ଯେହେତୁ କୁହାଯାଇଛି ଏଇଟା ଆମ ଗାଁ, ସେଇଟା ତାଙ୍କ ଗାଁ, ଏଇଟା ଆମ ଘର, ସେଇଟା ତାଙ୍କ ଘର, ଏସବୁ କଥା ଏମିତି ଚିହ୍ନେଇବାର ଆମେ ଆଙ୍କର ତାଙ୍କର ଭାବି ନେଇଛେ, ମାନି ନେଇଛେ। ଆଉ ସଂସାରକୁ ଆମେ ଦୁଇ ରୂପରେ ମାନି ନେଇଛେ, ମାନେ ଭୌତିକ ବସ୍ତୁ ପଦାର୍ଥ ରୂପରେ ଚିହ୍ନି ଆସିଛେ। ତ ଯେଉଁଠି ବସ୍ତୁ, ମନ ନାଗୁଛି, ମନଟା ପୁରା ଲୋପ ପାଇଲେ ଜାଗାରେ ପୁରା ସେଇଟା ଆଜ୍ଞା ଆମ ଆଜ୍ଞା ଉପରକୁ ଆଜ୍ଞା, ଯିବ, ସେ ମନ ମନଟା। ମନ ସଂସ୍କାର ଆମକୁ ବାନ୍ଧିଛି।
ଆଉ ଦେଖନ୍ତୁ ଛୋଟବେଳଠୁ ଆମର ଯେଉଁ ଆଶ୍ରମ ବିଦ୍ୟା ଥିଲା ସେ ବିଦ୍ୟା ଯଦି ଛୋଟବେଳଠୁ ସମସ୍ତେ ପଢ଼ିଥାନ୍ତେ ମନ ଏତେ ଅସ୍ଥିର ହେଇନଥାନ୍ତା, ମନ ଏତେ ବହିର୍ମୁଖୀ ହେଇନଥାନ୍ତା, ଆଉ ସମାଜ ବହୁତ ଶୃଙ୍ଖଳିତ ହେଇକି ଚାଲିଥାନ୍ତା। ଯେତିକ ବି ଆଜି ଯେଉଁ ମଣିଷ ଅମାନସୁକ କାମ କାର୍ଯ୍ୟ କରୁଛନ୍ତି ସ୍ୱାର୍ଥ ପୂର୍ତ୍ତି କରିବା ପାଇଁ, ଇଏ ମାନେ ଦାନବ ଗୁଣ ଆଉ ମଣିଷ ଭିତରେ ନଥାନ୍ତା। ବୁଝିପାରୁଛନ୍ତି? ବହୁତ ବିରାଟ ଶାସ୍ତ୍ର ଜ୍ଞାନ ଅଛି ଆମ ପାଖରେ, ଭାରତ ପାଖରେ। ଆର ପ୍ରଚାର ହେବା ଦରକାର। ଆମେ କେତେ କ'ଣ ସବୁ ପଢ଼ୁଛେ ପାଠରେ, କିନ୍ତୁ ଯେଉଁ ପାଠକୁ ପଢ଼ିବା ଉଚିତ, ଯେଉଁ ପାଠକୁ ପଢ଼ିଲେ ସମାଜ ଏକ ହେଇପାରିବ, ଯେଉଁ ପାଠକୁ ପଢ଼ିଲେ ଶରୀରର ସଂଯମତା ଆସିବ, ସେ ପାଠରେ ପଢ଼ା ହଉନି, ସେ ପାଠ ଚର୍ଚ୍ଚା ହଉନି। ତା ଅଭାବରୁ ଆମେ ବୟସ ହେଲା ପରେ ଆମେ ବ୍ୟାକୁଳ ସହିତ ଏବେ ଖୋଜୁଛେ, କିନ୍ତୁ ଯଦି ବିଧିବତ ଆମେ ସାଧନା ଫାଧନା କରିଥାନ୍ତେ ବ୍ରହ୍ମାଣ୍ଡବତୀ ଅନେକ ଶରୀର କରିଛନ୍ତି, ଅନେକ ଶରୀର କରିପାରିଥାନ୍ତେ, ସମ୍ଭବ ହେଇଥାନ୍ତେ। ଏଇଟା ଏବେ ସ୍କୁଲ ଅସମ୍ଭବ ମାନଙ୍କୁ ବି ଲାଗୁଛି। ଛୁଆ ମାନଙ୍କୁ ଗୋଟେ ଗୀତା ଛୁଆମାନେ କ୍ଲାସ ହେଲେ ଆଜ୍ଞା, ଆଉ ଚାଲିଛି ଆମର ବି ଯୋଗାଯୋଗ ଚାଲିଛି। ଗୋଟେ ଛୋଟ ଆଶ୍ରମ ହେଲେ ସେଠି ପୋଡକାଷ୍ଟ ହେଇପାରିବ, ସମସ୍ତଙ୍କ ଘରେ ଘରେ ଆଜିକାଲି ମୋବାଇଲ ଅଛି, ମୋବାଇଲରେ ବସିକରି ସମସ୍ତେ ଦେଖିପାରିବେ, ବୁଝିପାରିବେ। ଆଶ୍ରମକୁ ଯାଇକରି ବିଦ୍ୟାଭ୍ୟାସ କରିବା ହେଇପାରେ। ଆଜିର ଯେଉଁ ଜୀବନ, ଆଜିର ଜୀବିକା ଅଛି, ହେଇପାରେ ଟିକେ କଠିନ, ମାନେ କଠିନ ଲାଗିପାରେ, କିନ୍ତୁ ଘରେ ଘରେ ତ ଆପଣ ବସିକରି ମୋବାଇଲ ଦ୍ୱାରା ବି ସବୁ ଜିନିଷକୁ ଶୁଣିପାରିବେ, ଆଚରଣ କରିପାରିବେ। ତ ଏମିତିଆ ଗୋଟେ ଯୋଜନା ଚାଲିଛି। ହବ, ଟିକେ ସମୟ ଲାଗିବ ଆଉ। ଆଜ୍ଞା, ଆଜ୍ଞା। ଠିକ୍ ଅଛି। ଆଉ ଯଦି କ'ଣ ପ୍ରଶ୍ନ ଆସିବ କହିବେ, ଆମେ କଥା ହେବା। ହଁ ହଁ ଏଇଟା ପଚାରିବି। ଅପଲୋଡ଼ କରିବା, ସ୍ପିଚ୍ଟା କରନ୍ତୁ କରିଦେବା, ହଉନି। ଶୁଣନ୍ତୁ ଲୋକଙ୍କ ପାଖକୁ ଯାଉ। କାହିଁକିନା ମୋତେ ଆକ୍ଚୁଆଲି ମୁଁ ବି ଗୋଟେ ଅନୁଷ୍ଠାନ ସାଙ୍ଗରେ ଏବେ ଯୋଡ଼ି ହେଇକି ଅଛି, ଭିଡ଼ିଓ ଫିଡ଼ିଓ ଟିକେ ବେଶୀ କରିହେଉନି। ଇଏ ଚର୍ଚ୍ଚା ଓହୋ ବି ତ ସେ ଯାହାର ଜ୍ଞାନ ଦରକାର ସେ ଜ୍ଞାନକୁ ବୁଝିବେ, ପରଖିବେ। ଯାହାର ହଁ ଭିଡ଼ିଓ ମାଧ୍ୟମରେ ଯେଉଁ ରଙ୍ଗ ରୂପକୁ, ଯେଉଁ ଏନିମେସନକୁ ଦେଖିବା ପାଇଁ ଚାହିଁବେ, ସେ ବୁଝିପାରିବେନି। ତ ଜ୍ଞାନ, ଏଇ ସତ୍ସଙ୍ଗ ହିଁ ଜ୍ଞାନ, ହଁ ସଦ୍ଜ୍ଞାନ, ଏଇ ସତ୍ସଙ୍ଗ ହିଁ ଶୁଣିବା ଦରକାର। ଜଣେ ପଚାରୁଛନ୍ତି, ଜଣେ କହୁଛନ୍ତି, ସେ ବ୍ୟାଖ୍ୟାକୁ ବୁଝିକିରି ସେ ତତ୍ତ୍ୱକୁ ଧରି ପାରିବା ଦରକାର। ହଁ। ହବ, ସମୟ ଆସିବ, ସବୁ ହବ। ଆଉ ଠିକ୍ ଅଛି। ପ୍ରଣାମ କରୁଛି। ଆଜ୍ଞା, ପ୍ରଣାମ।